ଗଳ୍ପ ଉର ଆସିଥିଲା। ଗଳ୍ପିକ ଶ୍ରୀନିବାସ ଉଦ୍ଗାତା। ଉର ଯିବ ବୋଲି ବାହାରିଲାଣି, ତାକୁ କି ଆଉ ରୋକି ହେବ? ସାନ ନାତୁଣୀର ବାହାଘର ପାଖେଇ ଆସିଲାଣି। ସେ ନଗଲେ ଚଳିବ କେମିତି? ସବୁ କଥାର ଯୋଗାଡ଼ ଯନ୍ତ୍ର ଦେଖରେଖ କରିବାକୁ ଆଉ କିଏ ଅଛି? ବଡ଼ ପୁଅ ଇଞ୍ଜିନିୟର, ସାନ ପୁଅ ଓକିଲ, ତା ତଳ ପୁଅ ବାଳୁଙ୍ଗା ପ୍ରଫେସର ହୋଇଛି। ଯେତେବେଳେ ଦେଖ ଫୁର୍ସତ ନାହିଁ ତାର, ଖାଲି ପଢା। କଣ ମିଳିବ ସେ ନିଆଚୁଲି ପାଠ ପଢାରୁ? ମାସ ଶେଷକୁ ଦରମା ଗଣ୍ଡାକ, ସେଇ ଗୋଟାକ ବାଳୁଙ୍ଗା। ବଡ ପୁଅର ବଡ ଝିଅର ବାହାଘର। ଉର ଯିବ ନିଶ୍ଚୟ, ନଗଲେ ଆଉ ଚଳିବ କେମିତି? ତାର ବଡ ନାତି ଆସିଛି। ବାଳତକ ପୁରାପୁରି ପାଚିଗଲାଣି ଉରର। କେଉଁଠି କେମିତି ଗୋଟେ ଅଧେ କଳା ବାଳ ଭଲ ମାନୁଛି, ବାରି ହେଉଛି। ବୋଧହୁଏ ଏଇଆ କହିବାକୁ ଯେ ଦିନେ ସେ ମୁଣ୍ଡର ସବୁ ବାଳ କଳା ଥିଲା। କପାଳ ଓ କାନ ଉପରେ ଏଣୁ ତେଣୁ ଗାର ପଡିଗଲାଣି। ଅସମ୍ଭବ ଭାବରେ ଛୋଟ ଦେଖାଯାଉଛି ତାର ଢଳ ଢଳ ଆଖି ଯୋଡ଼ିକ। ଏଇନେ ନିଷ୍ପ୍ରଭ, ଦିନେ ଉଜ୍ଜଳ ଥିଲା, ଚଞ୍ଚଳ ଥିଲା, ଗଭୀର ଥିଲା। ଏଇନେ ବି ଭଲ ଦେଖାଯାଉଛି, ଆକର୍ଷଣ ଅଛି, ଜ୍ୟୋତି ନାହିଁ ଯଦିଓ। ଉର ଆଉ ଦିନଟିଏ ରହିଗଲେ କଣ ଅସୁବିଧା ହେଇଯାଉଛି ଲୋ? କେମିତି ଅବୁଝାଟା ହେଉଛ ମୋ ଭାଇନା? ସେ ଘରେ ଆଉ କିଏ ଅଛି କହିବଟି ଶୁଣେ, ଯେ ସବୁ କଥାର ଦେଖରେଖ କରିବ? ଘର ଯାକ ସବୁ ତ ପିଲା, ସେମାନେ କରିବେ କଣ? ବାକି ଯେଉଁ ବଡ ମଣିଷ ଜଣକ, ତାର ସ୍ୱାମୀ ଉଦ୍ଦେଶ୍ୟରେ କହିଲା। ସିଏ ସବୁବେଳେ ଭୋଳା। ବାହାର ବାରଣ୍ଡା, ପତ୍ରିକା, ଆରାମ ଚୌକି, କେତେବେଳେ କେମିତି ବଗିଚା, ବାକି ନାତି ନାତୁଣୀ। ତା ଛଡା ଆଉ କିଛି ହେବନି। ଆଉ କଣ ବା କରନ୍ତି ଯେ? କାହିଁକି କହିବ ନାହିଁ? ଆଶ୍ଚର୍ଯ୍ୟ ଲାଗୁଛି ଉରର କଥା ଶୁଣି। ଅଯୌକ୍ତିକ ବୋଲି ନୁହଁ, ଯୁକ୍ତି ଅଯୁକ୍ତି ପ୍ରଶ୍ନ ତ ନାହିଁ, ଉଠୁନି ବି। ସ୍ୱାଭାବିକ କଥାରେ ଆଉ ସେସବୁ ଦ୍ୱନ୍ଦ୍ୱର ସ୍ଥାନ ବା କାହିଁ? ଆଶ୍ଚର୍ଯ୍ୟ ଲାଗିଲା ଉରର କଥା। ଯୁକ୍ତି କରିବାର ଢଙ୍ଗ ତ ନୁହଁ, ସାହସ। ଉରର ପାଟିରୁ କଥା ବାହାରେ ନାହିଁ। ଭାଇ ଆଗରେ କଥା କହିବା ତ ଦୂରର କଥା, ମୁଣ୍ଡ ଟିକି ଠିଆ ବି ହୁଏ ନାହିଁ। ଠିଆ ହେବାକୁ ସାହସ କରେ ନାହିଁ। ଦାବି ନାହିଁ, ଅଭିଯୋଗ ନାହିଁ, କିଛି ନାହିଁ। ତାର ମନ ବୁଝି କିଛି ହେଲା ତ ହେଲା, ନହେଲେ ନାହିଁ। ମୋରି କୋଳରେ କାଖରେ ବଢିଛି, ପିଲାରୁ ବଡ ହୋଇଛି। ଯିବ ଆଜି ଉର, ତାକୁ ଆଉ ରଖି ହେବନି। ତାର ଘର, ତାର କାମ, ତାର କର୍ତ୍ତବ୍ୟ ତାକୁ ବାଧ୍ୟ କରୁଛି, ଡାକୁଛି। ଗୋଟାଏ ମୁହୂର୍ତ୍ତ ପରେ ବି ମନେ ହେଲା ନାହିଁ ତାର ଆସିବା ଓ ଯିବା। ସେ ଆସିଲା ଓ ଚାଲିଗଲା। ଏତିକି କହିବାକୁ ହୁଏତ ଯେତିକି ସମୟ ଲାଗିଲା, ଠିକ୍ ସେତିକି ସମୟ ପାଇଁ ଯେଉଁପରି ସେ ଆସିଥିଲା, ସତରେ ସେହିପରି ମନେ ହେଲା। ବହୁତ ଦିନ ତଳର କଥା। ମଣିଷ ଅନେକ କଥାକୁ ମନେ କଲେ ଭାବେ ସତେ ଯେଉଁପରି ସେ ଭୁଲି ଯାଇଛି, ସବୁ ପାଶୋର ଗଲାଣି। ସତ ନୁହଁ, ଅନେକ ସମୟରେ ଭୁଲି ଯାଇଥିବା ପରି କଥା ମନେ ପଡେ। ମନର ମୁକୁରରେ ପ୍ରତିବିମ୍ବିତ ହୋଇ ମନଲୋଭା ଦିଶେ। ଉରର କଥା ମନେ ପଡିଲା ମୋର ସେମିତି। ତାର କୌଣସି କଥାରେ ଦାବି ନଥିଲା, ଅଭିଯୋଗ ବି ନଥିଲା। ଅତି ନିରୀହ ଭାବ। ମୁହଁ ଖୋଲି ପଦୁଟିଏ କହେ, ବୋଉ ଭାଇନାକୁ ଭାରି ଡର। ଜୀବନରେ ଜୋର କରି ଦାବିଟିଏ କରିଥିଲା। ତାର ଭାଉଜଟିଏ ଲୋଡ଼ା। ବିନା ଭାଉଜରେ ଘରୁ ଯାଇଛି। ଘରକୁ ଆସିଲେ ସମ୍ମାନ ମିଳେନି ତାକୁ। ଭାରି କଠିନ ହୋଇଥିଲା ସେଦିନ ତାକୁ ଏଇତକ କହିବାକୁ। ଲୁହରେ ଉଚ୍ଛଳ, କୋହରେ କୋଳାହଳ କ୍ଷୁବ୍ଧ ତାର ହୃଦୟ ମୁଁ ଦେଖିଛି। ସେ ବାହା ହେଲା, ରାତି ପାହି ପାହି ଆସୁଛି। ସେମାନେ ଯିବେ। ସୂର୍ଯ୍ୟ ଉଇଁଗଲେ ଗୁରୁବାର, ଲକ୍ଷ୍ମୀବାର। ଝିଅ ଛଡା ଯାଇ ପାରିବ ନାହିଁ। ଯେମିତି ହଉ ଯିବ। ତାର ସେ ଯିବା ବେଳ ଏଇନି ପରି ଲାଗୁଛି। ଘର ଛାଡି, ପ୍ରିୟ ପରିଜନ ଛାଡି ସେ ଯିବ। ନୂଆ ସଂସାର, ନୂଆ ନୀଡ଼ ସିଏ ହିଁ ଗଢିବ। କେତେ ବେଦନାର୍ଥ ସତରେ ନଥିଲା ସେହି ବେଳ। ଲୁହର ବନ୍ୟାରେ ସତେ ଯେପରି ଭାସି ଯାଉଥିଲା ହୃଦୟ। ପିତାଭ ଦୁକୁଳ ତଳେ ଚନ୍ଦନ ଚର୍ଚ୍ଚିତ ସୁନ୍ଦର ତାର ମୁହଁଟି। ଲାଜରା ଆଖି ତଳେ କଜଳର କାନ୍ତ କୋମଳ ରେଖା। ରକ୍ତାଭ ସିନ୍ଦୁର କୋହ ଓ ଲୁହର ମଧୁର ସମାବେଶରେ ମଧୁର ଦେଖାଯାଉଥିଲା। ଅଥଚ ଆସିଥିଲା ଅନେକ ଦିନ ପରେ। ଆଜି ଯାଉଛି, ଯିବ ବୋଲି ବାହାରିଲାଣି।
ତାକୁ କଣ ରୋକି ହେବ? ସାନ ନାତୁଣୀର ବାହାଘର ପାଖେଇ ଆସିଲାଣି ପରା। ଶୁଣିଲ? ଶୁଣିଛ କି? ମୁଁ ଶୁଣିପାରିଲି ନାହିଁ। ଉର କହିଲା, ଭାଉଜ ଡାକୁଛନ୍ତି ବୋଧହୁଏ। ସେ କହିଲେ, ସିନ୍ଦୁର ପୋଡାଟା କେଉଁଠି ରଖିଲ ମ? ପାଉନି। ଫରୁଆରେ ରଖିଦେଲ ସିନା। ମୁଁ ନିର୍ବାକ ହେଲି। ଦେଖିଲି ସବୁ ସିଏ ସଜାଡୁଛନ୍ତି। ଉର ଆସି କହିଲା, ଏସବୁ କଣ କରୁଛ ମୋ ଭାଉଜ? ସେ ଆଉ ରହିବ ନାହିଁ। ରୋକି ହେବ ନାହିଁ ତାକୁ। ତାର ମନ ନାହିଁ ରହିବାକୁ, ନା ଦୁଃଖ ଅଛି ଯିବାରେ। ଆଖିରେ ତାର ଅଶ୍ରୁର ପ୍ଲାବନ ଥିଲା। ସେ ମୁଣ୍ଡିଆ ମାରି ଉଠିଲା ବେଳକୁ ଭାଉଜ ତାକୁ କୁଣ୍ଢେଇ ଧରିଲେ। ନଣନ୍ଦ ଶାଶୁଘର ଯାଉଛି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଶ୍ରୀନିବାସ ଉଦ୍ଗାତାଙ୍କ ଗଳ୍ପ ଉର ଆସିଥିଲା। ରହିଲୁ, ନମସ୍କାର।